ମୁଁ ହେଉଛି ଲାଇଫ୍ ମେମ୍ବର। ମୁଁ ସେଇଟା କହି ସଂକ୍ଷେପରେ କହି ମସିହାରେ ଆମେ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଅସ୍ମିତା ରକ୍ଷା ପାଇଁ ଆମେ ଚିନ୍ତା କଲୁ ଯେ ଆମେ ଗୋଟେ ବାଲିଯାତ୍ରା ଯେଉଁଟାକୁ ସର୍ବବୃହତ ଯାତ୍ରା ସେଇଠି ଗୋଟେ ମଧୁରାମ ନାଁରେ ମଞ୍ଚ କରିବା, ସେଠି ବିଭିନ୍ନ ଲୋକଙ୍କୁ ଡାକିବା, ସେ ଓଡ଼ିଆ ଭାଷା ସୁରକ୍ଷା ଉପରେ ଓଡ଼ିଆ ଭାଷା ଉପରେ ଅସ୍ମିତା ଉପରେ ଉଦ୍ବୋଧନ ଦେବେ। ତାହା ହିଁ ଚାଲିଲା। ପ୍ରଥମେ ଆମକୁ ଛୋଟ ଆକାରରେ ଗୋଟେ ଜାଗା ଦିଆଗଲା, ତାପରେ ଯେଉଁ ଜାଗା ଦେଲେ କହିଲେ ପଇସା ଦରକାର ପଡ଼ିବ। ମୋର କହିବା କଥା ହେଲା ଆପଣ ବୈଷ୍ଣବପାଣି ମଞ୍ଚ କରୁଛନ୍ତି, ଠିକ୍ ଅଛି, ଅକ୍ଷୟ ମହାନ୍ତିଙ୍କ ମଞ୍ଚ ଠିକ୍ ଅଛି, ସେଭଳି ଉତ୍କଳ ସମୟ ମଧୁବାବୁ ମଞ୍ଚ ଗୋଟେ ସରକାର ଦିଅନ୍ତୁ ଫ୍ରି ଅଫ୍ କଷ୍ଟରେ, ଭଲ ଜାଗାରେ, ବହୁତ ପ୍ରଶସ୍ତ ଜାଗା ଦିଅନ୍ତୁ, ଯେଉଁଠିକି ଓଡ଼ିଆ ଭାଷା ସୁରକ୍ଷା ଓଡ଼ିଶାର ଅସ୍ମିତା ଉପରେ ଆଲୋଚନା ହେବ। ଏ ଯେଉଁ ଲକ୍ଷ ଲକ୍ଷ ଲୋକ ସମାଗମ ହେଉଛନ୍ତି ସେମାନେ ଉଦ୍ବୁଦ୍ଧ ହେଇକରି ଯିବେ ଓଡ଼ିଆ ଭାଷା ପ୍ରତି। ବର୍ତ୍ତମାନ ପ୍ରଶାସନ ତ ସବୁବେଳେ ବଦଳୁଛନ୍ତି, ୟା ଭିତରେ ବହୁ କଲେକ୍ଟର ବଦଳିଗଲେଣି, ତହସିଲଦାର ବଦଳିଗଲେଣି, ସେମାନେ ସବୁ ସେ କଥା ଜାଣିନାହାନ୍ତି। ମୋର ମତ ହେଲା ଯେଉଁ ହାଇକୋର୍ଟ ଆମର ମାନ୍ୟବର ହାଇକୋର୍ଟ ଅର୍ଡର କରିଥିଲେ ଯେ ବିନା ପଇସାରେ ଗୋଟେ ଜାଗା ଦେବାକୁ, ସେଇଟାକୁ ମଧ୍ୟ ବର୍ଷ ଆମ ଜିଲ୍ଲା ପ୍ରଶାସନ ପାଳନ କରିଥାନ୍ତି। ବୋଧେ ତାଙ୍କର ଦୃଷ୍ଟିକି ଏଇଟା ଅଣାଯାଇଥିଲା। ପରେ ସରକାର ଜାଣିଲେ ଉତ୍କଳ ମହାନଗର ଉତ୍କଳ ସମୟର ଯିଏ ପ୍ରେସିଡେଣ୍ଟ ସରକାରବାବୁ ସେ ନଜର ଜାଣିଲେ, ତଥାପି ସେମାନେ ଶୁଣିଲେ ନାହିଁ। ଉତ୍କଳ ସମୟରେ ଯେଉଁ ମଧୁମନ୍ତ୍ରୀକୁ ଯେଉଁମାନେ ଯାଉଥିଲେ ଆଗରୁ ପାସ୍ ଦେବାର ବ୍ୟବସ୍ଥା ଥିଲା, ତାହା ବି କଲେନି, ତେଣୁ ସମସ୍ତେ ବଞ୍ଚିତ ହୋଇଗଲେ। ତେଣୁ ମୋର ଜିଲ୍ଲା ପ୍ରଶାସନକୁ ଅନୁରୋଧ ଯେ ସେମାନେ ପୂର୍ବକୁ ଫେରିଯାଆନ୍ତୁ, ମଧୁମନ୍ତ୍ରର ବିଶେଷତ୍ୱ ଗୁରୁତ୍ୱ ଉପରେ ଆସ୍ଥା ପ୍ରକାଶ କରି ମଧୁମଞ୍ଚ କିଭଳି ବଞ୍ଚି ରହିବ ଆଉ ତାର ପରିବ୍ୟାପ୍ତ ହେଇପାରିବ ସାମ୍ପ୍ରତିକ ପରିସ୍ଥିତିରେ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଅସଲି ନେତା ଭକ୍ତ ଦାସଙ୍କ ନେତୃତ୍ୱ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱ, ଭକ୍ତ ଦାସ ଦିନ ରାତି ପରିଶ୍ରମ କରିଛନ୍ତି। ଏବେ ଆସିକିନି ଯୋଉ କହିଛନ୍ତି ବିଭୀଷଣ ଉପାଖ୍ୟାନ, କଂଗ୍ରେସ ଦଳ ବିଭୀଷଣ ଅଛନ୍ତି, ଆମେ ଗୋଟି ଗୋଟି ବାହାର କରିକିନି ତାଙ୍କୁ ଦଳରୁ ବିଦା କରିବୁ ଏବଂ କଂଗ୍ରେସକୁ 29 ସରକାର ଗଠନର ସମସ୍ତ ଉଦ୍ୟମ କରିବୁ। ଭକ୍ତ ଦାସ ଯୋଉ ଉଦ୍ୟମ କରିଛନ୍ତି ନୂଆପଡାରେ, ବିଜେପି ବିଜେଡି ତ ଭାଇ ଭାଇ ଆପଣ ମାନେ ଆଗରୁ ଜାଣିଥିଲେ, ଏବେ ବି କହୁଛି ବିଜେପି ବି ତାଙ୍କର ଭାଇ ଭାଇ। ବିଜେଡି ନବୀନ ପଟ୍ଟନାୟକ ଯାଇ ଯୋଉ ମୁଁ ନବୀନ ହାତ ହଲେଇଲେ ଭୋଟ ହେଇଯିବ, ଏ କଥା ହେଇପାରିବନି, ଏ କଥା ସମ୍ଭବ ନୁହେଁ। ତେଣୁ ଆମେ ଦ୍ୱିତୀୟ ପୋଜିସନ ଆଇଲୁ ଆଉ 29 ମସିହା ପ୍ରଥମ ପୋଜିସନକୁ ଯିବୁ ଭକ୍ତ ଦାସଙ୍କ ନେତୃତ୍ୱ। ଆମେ ଲୋକଙ୍କ ପାଖକୁ ଯିବୁ। ଗଣତନ୍ତ୍ର ସେ ଲୋକମାନେ ହେଉଛନ୍ତି ଭଗବାନ। ଭକ୍ତ ଦାସଙ୍କ ନେତୃତ୍ୱରେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆମେ ଲୋକଙ୍କ ପାଖକୁ ଯିବୁ। 27 ମସିହା ପଞ୍ଚାୟତ ନିର୍ବାଚନରେ ଆମେ ସଫଳତା ପାଇ 29 ସରକାର।